ଆମେ ସଂକଳ୍ପ ନେଇଥିଲୁ ଅଟୋମେଟିକ ସଂକଳ୍ପ ଗୋଟେ ଏମିତି ଜିନିଷ କହିବାକୁ ଗଲେ ସେ ଅଟୋମେଟିକ ଆପଣଙ୍କୁ ଚେତେଇ ଦେବ କି ମତେ ଏଇଟା କରିବାର ଅଛି। ସଂକଳ୍ପ ବହୁତ ଜରୁରୀ ଅଛି। ତ ସେ ସଂକଳ୍ପ ଥ୍ରୁ ଆମେ ବହୁତ କାମ କରିଛୁ, ଆଗକୁ କରିବୁ ମଧ୍ୟ। ଆଉ ବର୍ତ୍ତମାନ ଆଜି ଯୋଉ ଏଠି ଆସିଲି ଏ ବି ମୋର ଫାଷ୍ଟ ଟାଇମ୍ ଥିଲା, ତ ଏଥିରୁ ବହୁତ ଜିନିଷ ଜାଣିବାକୁ ପାଇଲି। ଆଉ ଯେମିତି କହିଲେ ଶାନ୍ତିକୁ ହରିଦ୍ୱାର ଯାଇଥିଲେ ଯୋଉ ଭାଇମାନେ, ଆଉ ବହୁତ ଜିନିଷ ଆମର ଯୋଉ ବହୁତ କିଛି କରିବାର ଅଛି, ଯେମିତି ଜ୍ୟୋତି କଳସ ବିଷୟରେ କହିଲେ, ପତ୍ରିକା ବିଷୟରେ କହିଲେ, ଅଖଣ୍ଡ ଜ୍ୟୋତି ପତ୍ରିକା ବିଷୟରେ କହିଲେ। ତ ମତେ ଲାଗୁଛି ଆମର ଯୋଉ ଯୋଡା ବ୍ଲକ ରେ 136 ଅଛି ଅଖଣ୍ଡ ଜ୍ୟୋତି ପତ୍ରିକା, ତାକୁ କମ ସେ କମ ଆମେ 250 ଉପରେ, ଏଠୁ ଫାଷ୍ଟ ହଉଛି 250 ଆମର ଯୋଉ ଯୋଡା ବ୍ଲକ ର ବଡବିଲ ରହିଗଲେ ଯେତେ ବି ଭାଇ ମାନେ ମତେ ବହୁତ ସହଯୋଗ କରିଛନ୍ତି ଆଉ ବହୁତ ତାକୁ ପ୍ରେରିତ କରିଛନ୍ତି। ଆଜି ବି ଆମେ ଏଠି ପାଖାପାଖି 6 ଜଣ ଆସିଛୁ। ଚେଷ୍ଟା କରିବୁ ଆସିବା ଦିନରେ ଆମେ 6 ନେ ଏଇଟା ପାଖାପାଖି ମାନେ ପୁରା ଯୋଉମାନେ ଆକ୍ଟିଭ ଯେମିତି କହିଲେ, ଯୋଉମାନେ ପ୍ରତିନିଧି ମାନେ ଯୋଉମାନେ ଲିଡରସିପ ଯେମିତି କାମ କରିବେ, ଏଇଗୁলা ପୁରା ଆକ୍ଟିଭ ପାଖାପାଖି ମିନିମମ୍ 25 ଜଣ ନେକ୍ସଟ ପ୍ରୋଗ୍ରାମ ରେ ଆମ ମିତି ଏଇଗୁলা ରହିବା ଦରକାର, ତାହେଲେ ଯାଇକି କାମ ହବ। ତାପରେ ଆଉ ଗୋଟେ କଥା କହିଲେ, ଯଦି ମୁଁ ତ କିଛି କରୁନି, ମତେ ଲାଗୁଛି କି ଏଟା ମୁଁ କିଛି କରୁନି, ଏଟା ମାନେ ସେ ଗୁରୁଦେବ ହିଁ କରୁଛନ୍ତି, ତାଙ୍କର ଡାକିବାର କିଛି ଉଦ୍ଦେଶ୍ୟ ଅଛି ହେଇପାରେ। ତାପରେ ଆଉ ଗୋଟେ ଜିନିଷ ମୋ ମନରେ ଯେମିତି ଆସିଥିଲା ଗୋଟେ କି ସଂସ୍କୃତି ଜ୍ଞାନ ପରୀକ୍ଷା ବିଷୟରେ, ସବୁ ବର୍ଷ ସଂସ୍କୃତି ଜ୍ଞାନ ପରୀକ୍ଷା ମୁଁ ଦେଖେବି, ତ ମୋ ମନରେ ହେଲା କି ମତେ ଭଲ ଲାଗିଲା କି ଏଇ କାମଟା କରିବା ପାଇଁ। ତ ଏଇ ବର୍ଷ ଆମ ଏରିଆରେ ମୁଁ ଆମ ଭାଇମାନଙ୍କ ସହିତ ମିଶି, ମୁଁ ତ ନେଇ ସେ କରୁଛନ୍ତି ତାଙ୍କ ଇଏରେ ପୁରା ରେସ୍ପନ୍ସିବିଲିଟି ନେଇକି କରୁଛୁ। ଆଉ ଆଗକୁ ଇଏ ଅଛି ଆମେ ତ କଣ୍ଟିନ୍ୟୁ ରଖିବୁ ଏଇ ଜିନିଷଟା। ଏଥର ଆମ ସ୍କୁଲରେ ପ୍ରାୟ 10ଟା ସ୍କୁଲରେ ଦିଆଯାଇଛି। ସବୁ ବର୍ଷ ମୁଁ କହିପାରିବିନି କେତେ ସ୍କୁଲରେ ଦିଆଯାଏ, ଆଉ ପାଖାପାଖି 800 ରୁ 900 ବହି ପାଖାପାଖି ଆମର ନିଆଯାଇଛି। ଆଉ ଆମେ ଚେଷ୍ଟା କରିବୁ ୟାକୁ ସବୁ ସ୍କୁଲରେ ପହଞ୍ଚିବା ପାଇଁ। ଯେମିତି ବର୍ତ୍ତମାନ ମୋର ଅନୁଭୂତି କହୁଛି, ଯେତେବେଳେ ମୁଁ ସ୍କୁଲକୁ ଗଲି କିଛି କିଛି ସ୍କୁଲରେ ଟିଚର ମାନଙ୍କର କମି ଆମକୁ ଦେଖିବାକୁ ମିଳିଲା। ତ ମତେ ଲାଗୁଛି ଆମକୁ ଯେ ପର୍ଯ୍ୟନ୍ତ ଆମେ ଯେତେ ଦୂର ଭାବିବା ନା ସେତିକି ଦୂର ପହଞ୍ଚି ପାରିବା। ତ କିଛି କିଛି ସ୍କୁଲ ପାଖକୁ ଆମେ ଯାଉ ବି ପାରୁନଥିଲୁ, ଆମେ ଭାବୁଥିଲୁ କି ସେଥିରେ ସ୍କୁଲର ଟିଚର ମାନେ ବି ଇଣ୍ଟରେଷ୍ଟ ନାହିଁ, ଷ୍ଟୁଡେଣ୍ଟ ମାନେ ବି ଇଣ୍ଟରେଷ୍ଟ ନାହିଁ, କିନ୍ତୁ ଯେ ପର୍ଯ୍ୟନ୍ତ ଆମେ ଯିବା ନାହିଁ ନା ଜାଗୃତ କରିବା ନାହିଁ, ସେମାନେ ତାଙ୍କ ପାଖରେ ପହଞ୍ଚି ପାରିବ ନାହିଁ। ଆଉ ଏଇଟା ସମ୍ଭବ ଅଛି, ଏଇଟା ପସିବୁଲ ନାହିଁ। ଯଦି କହିଲେ କି ଅଖଣ୍ଡ ଯୋଉ କଳସ ବିଷୟରେ କହିଲେ 2025 ପରେ, ତ 25 ପୂର୍ବରୁ ଆମକୁ ଯେମିତି ଯଜ୍ଞ ବିଷୟରେ କହିଲେ, ତ ଏଇଟା ପସିବୁଲ ନାହିଁ, ଏଇଟା ପୁରା ପସିବୁଲ ଅଛି। ତ 2025 ପୂର୍ବରୁ ଦୀପ ଯଜ୍ଞ ହଉ, ପଞ୍ଚପୂର୍ଣ୍ଣ ଯଜ୍ଞ ହଉ, ତାକୁ ଆମେ ମାନେ ଯେତେ ଶୀଘ୍ର ଆମେ କରିବୁ, ଆଉ ତାକୁ ପୁରା ସଂକଳ୍ପ ସହିତ ତାକୁ କମ୍ପ୍ଲିଟ କରିବୁ। ଇଏ ମୋର ଏତିକି ରଖି